नमस्कार दर्शक बंधु शुभ सकाळ आज हूँ 20 फेब्रुआरी शुक्रवार आज रही देश विदेश राज्य 20 गुरुत्वपूर्ण खबर चलतु खबर उपरे नजर पकेबा। प्रथम खबर हूँ आज बजेट आरंभ विकसित ओडिशा चलित वर्षर बजेट घोषणा करिपारन्ति मुख्यमंत्री मोहन चरण माझी। बजेट आकार तो वृद्धि पाइब यह निश्चित हेले वर्धित बजेट रे साधारण लोके केते लाभवान हेबे ता उपरे ओडिशावासी नजर आहुरी मध्य आपण माने जानि परिबे प्रकृତରେ ओडिशावासी किभଳି ସାଧାରଣ ଲୋକ କିଭଳି କଣ ପାଇଁ ଉନ୍ନତି ହେବ କଣ କଣ ସୁବିଧା ମିଳିବ ସେ ଉପରେ ମଧ୍ୟ ନଜର ରହିବ। ବିଶେଷ କରି ଐତିହାସିକ ବଜେଟ ଆଣିବା ପାଇଁ ଯାଉଛନ୍ତି ଶାସକ ଦଳ ସାଧାରଣ ଲୋକଙ୍କ ସ୍ୱାର୍ଥ ନେଇକି ବଜେଟ ପୁରା ହେବ ବୋଲି ଶାସକ ଦଳ କହିଛନ୍ତି। ଅନ୍ୟପଟେ ବଜେଟ ବୃଦ୍ଧିକୁ କଟାକ୍ଷ କରିଛନ୍ତି ବିରୋଧୀ ଖର୍ଚ୍ଚ କରିବାର ସାମର୍ଥ୍ୟ ନାହିଁ ରାଜ୍ୟ ବିକାଶର ଦେଖିବାକୁ ମିଳୁନି ଶାସକ ବିରୋଧୀଙ୍କ ପ୍ରତ୍ୟାରୋପ ଭିତରେ ଲୋକଙ୍କ ସରକାର ଲୋକଙ୍କ ପାଇଁ ବଜେଟ କଣ ମିଳୁଛି ଏମିତି କହିଛନ୍ତି ବିରୋଧୀ ଦଳ। ତେବେ ଏପଟେ ମୁଖ୍ୟମନ୍ତ୍ରୀ କହିଛନ୍ତି ସ୍ୱାସ୍ଥ୍ୟ ଶିକ୍ଷା କୃଷି କ୍ଷେତ୍ରକୁ ଗୁରୁତ୍ୱ ଦିଆଯିବ। ପରବର୍ତ୍ତୀ ଖବର ତେବେ ରାଜ୍ୟରେ ମୁଣ୍ଡ ପିଛା ଆୟ ମଧ୍ୟ ବଢୁଛି। ଏବେ ଜାତୀୟ ସ୍ତରଠୁ ବୃଦ୍ଧି ପାଇଛି ରାଜ୍ୟରେ ମୁଣ୍ଡ ପିଛା ଆୟ 2025-26 ରାଜ୍ୟର ମୁଣ୍ଡ ପିଛା ଆୟ 9.2% ଅଭିବୃଦ୍ଧି ହୋଇଛି। ତେବେ ବିଶେଷ କରି କୁହାଯାଉଛି ଯେ ଏଥର ଜାତୀୟ ଅଭିବୃଦ୍ଧି ହାର 3.1 ଥିବା ବେଳେ ଓଡ଼ିଶାର ଅଭିବୃଦ୍ଧି ହାର 5.3 ରହିଛି। ବାସ୍ତବ ଅଭିବୃଦ୍ଧି ହାର ଜାତୀୟ ହାର ଠାରୁ ଓଡ଼ିଶା ଆଗରେ ମଧ୍ୟ ରହିଛି ଯାହା ଫଳରେ ସରକାର ଏପଟେ ମଧ୍ୟ ବଡ ସୂଚନା ଦେଇଛନ୍ତି। ପରବର୍ତ୍ତୀ ଖବର ହଉଛି ପୂରଣ ହେବ ଦୀର୍ଘ ଦିନର ଆଶା ଗଠନ ହେବ ନୂଆ ଜିଲ୍ଲା ଏଥିପାଇଁ ପାଦେ ଆଗକୁ ବଢିଛନ୍ତି ସରକାର। 2026-27 ଆର୍ଥିକ ବର୍ଷରେ ନୂଆ ଜିଲ୍ଲା ଗଠନ ପାଇଁ ପ୍ରସ୍ତାବ ମାଗିଛନ୍ତି ରାଜ୍ୟ ସରକାର। ବର୍ତ୍ତମାନ ସୁଦ୍ଧା 31ଟି ନୂଆ ଜିଲ୍ଲା ଗଠନ ପାଇଁ ଦାବିପତ୍ର ରାଜ୍ୟ ସରକାରଙ୍କୁ ହସ୍ତଗତ ହୋଇଛି। ଉପଯୁକ୍ତ ସମୟରେ ସରକାର ବିଚାର କରାଯିବ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି। ଜନଗଣନା ପୁନଃ ନିର୍ଦ୍ଧାରଣ ପରେ ବଦଳିପାରେ ଜିଲ୍ଲାର ରୂପରେଖା ତେବେ ଜିଲ୍ଲା ସଂଖ୍ୟା 30ରୁ ବଢିପାରେ ଏନେଇ ବିଧାନସଭାରେ ଲିଖିତ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ଯାହା ଫଳରେ ଲୋକଙ୍କ ସମସ୍ୟା ହଟିବ ସବୁକିଛି ସୁବିଧା ମଧ୍ୟ ମିଳିପାରିବ ବୋଲି ସୂଚନା ମିଳୁଛି। ପରବର୍ତ୍ତୀ ଖବର ଛାତ୍ରଛାତ୍ରୀଙ୍କୁ ନେବା ଆଣିବା କରୁଥିବା 1171ଟି ବସ୍ ଏବେ ନାହିଁ ଫିଟନେସ ସାର୍ଟିଫିକେଟ ଯାହା ସବୁଠୁ ଚିନ୍ତାର ବିଷୟ ପାଲଟିଛି। ତେବେ କୁହାଯାଉଛି ସେଥିମଧ୍ୟରେ ରାଜଧାନୀରେ ଗଡୁଛି 17ଟି ବସ୍ ଆଉ ଟୋଟାଲ ଓଡ଼ିଶାରେ 1171ଟି ଏବେ ଫିଟନେସ ନାହିଁ। ସରକାର ପକ୍ଷରୁ ତନାଘନା ଚାଲିଛି ଏହି ବସ୍ ତୁରନ୍ତ ବନ୍ଦ କରାଯାଉ ଫିଟନେସ ସାର୍ଟିଫିକେଟ ବାହାରି କରାଯାଉ। ପିଲାଙ୍କୁ ଏଭଳି ବିପଦରେ ନେବା କେତେ ଦୂର ଠିକ ଆପଣ ମାନେ କୁହନ୍ତୁ। ଅଭିଭାବକ ମାନେ ମଧ୍ୟ ଶୁଣିକି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ସରକାର ଏପଟେ କହିଛନ୍ତି ଏମିତି ଫିଟନେସ ଥିବା ବସ୍ ରାସ୍ତାରେ ଚାଲିବା ଦରକାର ନାହିଁ ଯଦି ଚାଲୁଛି ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବଡ ଫାଇନ ମଧ୍ୟ ଲାଗିବ। ପରବର୍ତ୍ତୀ ଖବର ବିଜେପିର ମିଶ୍ରଣ ପର୍ବ ବିକାଶର ଅନ୍ୟତମ ବିଜେପି ଓଡ଼ିଶା ସରକାର 78 ବର୍ଷର ଶାସନ ବ୍ୟବସ୍ଥା ପରିବର୍ତ୍ତନ ପରେ ବିଜେପି ଏକାକୀ ସରକାର ଗଠନ କରି 18 ମାସ ମଧ୍ୟରେ ଜନସାଧାରଣଙ୍କ ବିଶ୍ୱାସ ଭାଜନ ହୋଇପାରିଛି। ବିଜେପିର ବିଚାରଧାରାରେ ଅନୁପ୍ରାଣିତ ହୋଇ ରାଜ୍ୟର ଡବଲ ଇଞ୍ଜିନ ସରକାରଙ୍କ ଅନେକ ଜନହିତକାରୀ ଗରିବ କଲ୍ୟାଣକାରୀ ଜନକଲ୍ୟାଣକାରୀ ସର୍ବବ୍ୟାପୀ ସର୍ବସ୍ପର୍ଶୀ ବିକାଶମୂଳକ କାର୍ଯ୍ୟରେ ଆସ୍ଥା ପ୍ରକଟ କରିଛି। ଆଜି କଳାହାଣ୍ଡି ଜିଲ୍ଲାର ଶତାଧିକ ବିଜେଡି କଂଗ୍ରେସ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି। ମିଳିମିଶି କାମ କରିବା ଓଡ଼ିଶାକୁ ଆଗେଇ ନେବା ବୋଲି ଏପଟେ ଡବଲ ଇଞ୍ଜିନ କହିଛି। ପରବର୍ତ୍ତୀ ଖବର ବମ୍ବେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ଶିଶୁକୁ କେବଳ ମା ପାଳନ କରୁଥିଲେ ଜାତି ସମ୍ପର୍କରେ ପଚରା ଯିବ ନାହିଁ। ପୁରୁଣା ପରମ୍ପରା ଉପରେ ଆଧାରିତ ଶିଶୁ ଉପରେ ପରିଚୟ ଲଦିବା ସମ୍ବିଧାନର ପରିପନ୍ଥୀ ହେବ। ତେବେ କୁହାଯାଉଛି ଯେ ଏବେ ଯଦି ମା କେବଳ ଶିଶୁର ଲାଳନ ପାଳନ କରୁଥାଏ କେବଳ ଶିଶୁର ପରିଚୟ ପତ୍ର ବା ଜାତି ପଚରା ଯିବ ନାହିଁ। ସ୍କୁଲ ରେକର୍ଡରେ ନାମ ଜାତି ପରିବର୍ତ୍ତନ ପାଇଁ ଜଣେ 12 ବର୍ଷୀୟ ଝିଅ ଦ୍ୱାରା ଦାୟର କରାଯାଇଥିବା ଏକ ଆବେଦନ ହାଇକୋର୍ଟ ଶୁଣାଣି କରିଛନ୍ତି। ତେବେ ବିଶେଷ କରି କୁହାଯାଉଛି ଆବେଦନ ଅନୁଯାୟୀ ଝିଅର ମା ଜଣେ ସିଙ୍ଗଲ ମଦର ତାଙ୍କ ପ୍ରାକୃତିକ ଅଭିଭାବକ ସେ ବାପାଙ୍କ ଉପରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ଦୁଇ ପକ୍ଷ ମଧ୍ୟରେ ସମାଧାନ ଚୁକ୍ତିରେ ପହଞ୍ଚିଥିଲେ ଯେଉଁଥିରେ ମା ଝିଅର ସ୍ଥାୟୀ ହେଫାଜତ ରଖିବା ପାଇଁ ସର୍ତ୍ତ ରଖାଯାଇଥିଲା। ସ୍କୁଲ ଝିଅଟିର ନାମ ଜାତି ପରିବର୍ତ୍ତନ କରିବା ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଥିଲା ଯାହାଫଳରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଯେତେବେଳେ ମହାରାଷ୍ଟ୍ର ସରକାର ଏହି ନୀତିରେ କହିଲେ ପରିଚୟ ପତ୍ରରେ ମାଙ୍କ ନାମ ପ୍ରାଥମିକ ହୋଇପାରେ ତେବେ ଜାତି ଭେଦଭାବ ପଚାରିବା ଯିବ ନାହିଁ ବୋଲି ସ୍କୁଲରେ କହିଛନ୍ତି। ପରବର୍ତ୍ତୀ ଖବର ହଉଛି ସୁଭଦ୍ରା ଟଙ୍କାକୁ ନେଇକି ବଡ ଅପଡେଟ ସୁଭଦ୍ରା କିସ୍ତି ଆଗକୁ ମିଳିବା ପାଇଁ ଯାଉଛି।
ଆଉ ମାତ୍ର 10ରୁ 15 ଦିନ ଭିତରେ ସୁଭଦ୍ରା ଟଙ୍କା ମିଳିବ। ଅନ୍ତର୍ଜାତୀୟ ମହିଳା ଦିବସରେ ସୁଭଦ୍ରାର ଚତୁର୍ଥ କିସ୍ତି ମିଳିବା ପାଇଁ ଯାଉଛି। ଏନେ କୋଟି କୋଟି ହିତାଧିକାରୀ ଉପକୃତ ମଧ୍ୟ ହେବେ। ତେବେ 60 ବର୍ଷ ଯାହାକୁ ହୋଇଛି ତାଙ୍କୁ ସୁଭଦ୍ରା ମିଳିବନି, ତାଙ୍କୁ ଭତ୍ତା ଟଙ୍କା ମିଳିବ। ଭତ୍ତା ଟଙ୍କା 3000 ମିଳିବ ବୋଲି ସୂଚନା ମିଳୁଛି। 80 ବର୍ଷର ହିତାଧିକାରୀଙ୍କୁ 3500, 60 ବର୍ଷ ହିତାଧିକାରୀଙ୍କୁ ଭତ୍ତା ଟଙ୍କା ବଢିବ ବୋଲି କୁହାଯାଉଛି। ଗ୍ରାମରକ୍ଷୀଙ୍କର ସରକାର ଭତ୍ତା ଟଙ୍କା 1500 ଟଙ୍କା ବଢାଇଛନ୍ତି। ପରବର୍ତ୍ତୀ ଖବର ହଉଛି ଓଡିଶା ମାଟି ତଳେ ସୁନା ଆଗରୁ ଜଣା ପଡିଥିଲା, ଏବେ ସ୍ପଷ୍ଟ ହେଲା। ମୟୂରଭଞ୍ଜ ମାଟି ତଳେ ରହିଛି କ୍ୱିଣ୍ଟାଲରୁ ଅଧିକ ସୁନା। ସେପରି କେନ୍ଦୁଝରରେ ମଧ୍ୟ 150 ହେକ୍ଟର ତଳେ ସୁନା ଥିବା ଜଣାପଡିଛି। 11 ଜିଲ୍ଲାରେ ମାଟି ତଳେ ସୁନା ଥିବା ନେଇ ବିଧାନସଭାରେ ଖଣି ଲିଖିତ ଉତ୍ତର ରଖିଛନ୍ତି। ସୁନା ଦର ବଢୁଥିବା ହେତୁ ଓଡିଶାବାସୀଙ୍କ ପାଇଁ ଆଶ୍ୱସ୍ତି ଖବର। ମୟୂରଭଞ୍ଜ ମଦନ ସାହି କାଞ୍ଜି ତେବେ କୁହାଯାଉଛି ଯେ ସୁନା ଖଣିରେ 1462 କେଜି 730 ଗ୍ରାମ ସୁନା ରହିଛି। ଏବେ ଓଡିଶା ପାଇଁ ବହୁତ ଖୁସି ଖବର। ଏହା ବାଦ ଓଡିଶା ଖଣି ନିଗମ ଦ୍ୱାରା ବିଭିନ୍ନ ପର୍ଯ୍ୟାୟରେ ପ୍ରାରମ୍ଭିକ ଅନୁସନ୍ଧାନ କରାଯାଇଛି। ସୁନା ଥିବା ଅନୁମାନ କରାଯାଉଛି। ସେଗୁଡିକ ହେଲା କେଉଁଝର, ଗାଜୀପୁର, ସଲେଇକଣା, ଡିମିରିମୁଣ୍ଡା, ମୟୂରଭଞ୍ଜର ଯଶୀପୁର, ଏମିତି ବିଭିନ୍ନ ଜାଗାରେ ଅଛି। ସୁନ୍ଦରଗଡରେ ଝରଣ, ତା ସହିତ ମଧ୍ୟ ମାଲକାନଗିରିରେ ସୁନାପଦର, ବୌଦ୍ଧ ଜିଲ୍ଲାରେ କୁଦଙ୍ଗା, ଦେବଗଡରେ ସୁନାକଟିରେ ସୁନାପଥର ବିକ୍ଷିପ୍ତ ଭାବରେ ଅନୁମାନ କରାଯାଉଛି। ପରବର୍ତ୍ତୀ ଖବର ରହୁଛି ଏବେ ଭାରତରେ ଏଆଇ ସମ୍ମିଳନୀ ଚାଲିଛି। ତେବେ କେନ୍ଦ୍ରରେ ମୋଦି ସରକାର ଏଆଇ ସମ୍ମିଳନୀକୁ ନେଇ ବଡ ବାର୍ତ୍ତା ଦେଇଛନ୍ତି। ବିଶ୍ୱର ଏଆଇ ବଜାରରେ ଏବେ ଭାରତ ଉପରେ ସମସ୍ତଙ୍କ ନଜର, ଯାହାଫଳରେ ଏଆଇ ଜବ ମାର୍କେଟକୁ ବଦଳାଇ ଦେବ ଭାରତକୁ ବୋଲି କୁହାଯାଉଛି। ଏଆଇ ରେ ସବୁ କିଛି ଟେକ୍ନୋଲୋଜି ହେବ, ଆଗକୁ ମଧ୍ୟ 8 ଘଣ୍ଟା କାମ ଘଣ୍ଟାଟିରେ କାମ ସମାପ୍ତ ହେବ। ତା ସହିତ ବଡ ବଡ ପ୍ଲାଟଫର୍ମରେ ଏଆଇ ଯୁକ୍ତ ହେବ। ତେବେ ଚାଟ୍ ଜିପିଟିର ଉପଯୋଗ ବିଶ୍ୱରେ ଦେଶ ତୁଳନାରେ 4 ଗୁଣରେ ଭାରତରେ ବଢିଛି। ଭାରତ ପାଇଁ କି ଏବେ ସବୁଠୁ ବଡ ଖବର ହେଲା ଏଆଇ ଟେକ୍ନୋଲୋଜି କେମିତି ଆଗକୁ ଯିବ। ସେତେବେଳେ ମଧ୍ୟ ରିଲାଏନ୍ସ ଏବେ ଏଆଇ ରେ ମଧ୍ୟ ଇନଭେଷ୍ଟମେଣ୍ଟ କରିବ। ପରବର୍ତ୍ତୀ ଖବର ହଉଛି ଦୁର୍ନୀତି ଅଭିଯୋଗରେ ତହସିଲଦାର ନିଲମ୍ବିତ। ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ନିଲମ୍ବିତ ହୋଇଛନ୍ତି। ପଦ୍ମପୁରର ମଧ୍ୟ ତହସିଲଦାର ବିପିନ କୁମାର ନିଲମ୍ବିତ। ଜିଲ୍ଲାପାଳଙ୍କ ରିପୋର୍ଟରେ ଏବେ ତାଙ୍କୁ ନିଲମ୍ବିତ କରାଯାଇଛି। ରାଜସ୍ୱ ବିଭାଗର କୌଣସି ପ୍ରକାର ଦୁର୍ନୀତି ବରଦାସ୍ତ କରାଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ସେପରି ରାଜସ୍ୱ ସଚିବ ଅରବିନ୍ଦ ପାଢୀ ମଧ୍ୟ ଦୁର୍ନୀତି ବିରୋଧରେ ମଧ୍ୟ ଶୂନ୍ୟ ସହନଶୀଳତା ଅବଲମ୍ବନ କରାଯିବ ବୋଲି ରାଜସ୍ୱ ବିଭାଗର କାର୍ଯ୍ୟାଳୟକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ପରବର୍ତ୍ତୀ ଖବର ହଉଛି ବିଧାନସଭାରୁ ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ, ଚାଷୀକୁ ନ୍ୟାୟ ଦେବା ପାଇଁ ଆକ୍ସନ ମୋଡକୁ ଯିବୁ। ତେବେ ଧାନ କିଣାରେ ବିଭ୍ରାଟ କରୁଥିବା ବ୍ୟକ୍ତିଙ୍କୁ ଦେଲେ ଚେତାବନୀ। ଧାନ କିଣାରେ ବିଭ୍ରାଟ ଯେଉଁମାନେ କରୁଛନ୍ତି ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ବିଧାନସଭାର ରାଜ୍ୟପାଳ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ବେଳେ ଏହା ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପରବର୍ତ୍ତୀ ଖବର ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ପରିଚୟ ପତ୍ର ବାଧ୍ୟତାମୂଳକ, ନିୟମ ଉଲ୍ଲଂଘନ କଲେ ପୋଲିସ କାର୍ଯ୍ୟାନୁଷ୍ଠାନ। ଏବେ କ୍ୟାମ୍ପସରେ ପରିଚୟ ପତ୍ର ବାଧ୍ୟତାମୂଳକ ବୋଲି ସରକାର ସୂଚନା ଦେଇଛନ୍ତି। ଶୃଙ୍ଖଳା ସୁରକ୍ଷାକୁ ସୁଦୃଢ ଭାବେ କାର୍ଯ୍ୟକାରୀ କରାଯିବ। କୁଳ ସଚିବଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ବିଶ୍ୱବିଦ୍ୟାଳୟ ପରିସରରେ ଏକାଧିକ କଡା ନିୟମ ଲାଗୁ କରାଯାଇଛି। ତେବେ 18 ଫେବୃଆରୀ 2026ରେ ଜାରି ହୋଇଥିବା କ୍ୟାମ୍ପସରେ ସୁରକ୍ଷା ଶୈକ୍ଷିକ ବାତାବରଣକୁ ସୃଷ୍ଟି କରିବା ଲକ୍ଷ୍ୟ କରାଯାଇଛି। ଛାତ୍ରଛାତ୍ରୀ ଏବେ ବୈଧ ପରିଚୟ ପତ୍ର ବା ଆଇ କାର୍ଡ ଧରି ସାଥିରେ ବୁଲି ପାରିବେ। ଅନ୍ୟ କୌଣସି ପିଲା ୟୁନିଭର୍ସିଟି ଭିତରେ ପଶି ପାରିବେ ନାହିଁ। ତେବେ ଏମାନେ ପଶିବା ଦ୍ୱାରା ବିଭିନ୍ନ ପ୍ରକାର ଗଣ୍ଡଗୋଳ ସୃଷ୍ଟି ହେଉଛି। ତେଣୁକରି ଏବେ କଲେଜ ପିଲା ହିଁ କେବଳ ରହିବେ। ପରବର୍ତ୍ତୀ ଖବର ରାଜଧାନୀରେ ନିୟମ ଭାଙ୍ଗୁଛନ୍ତି ବାର ଏବଂ ପବ୍, ଉଡୁଛି ଟଙ୍କା। ମ୍ୟୁଜିକ ଆଳରେ ଚଲାଉଛନ୍ତି ଡ୍ୟାନ୍ସ ବାର। ସାମ୍ନାକୁ ଆସିଛି ବାର ଭିତରେ ନାଚ ଗୀତର ଆସର। ତେବେ ଅସ୍ମିତା କ୍ଷୁର୍ଣ୍ଣ ହେଲା ଭଳି ଦୃଶ୍ୟ, ଯାହାକୁ ନେଇ ଅଭିଯୋଗ ପରେ ଯାଞ୍ଚ କରିଛି ଅବକାରୀ ଟିମ୍। ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି ଅବକାରୀ ଟିମ୍। ଅଭିଯୋଗ ସତ ହେଲେ ବାର ସିଲ୍ କରାଯିବ ବୋଲି ଅବକାରୀ ମନ୍ତ୍ରୀ କହିଛନ୍ତି। ଉଡୁଛି ଟଙ୍କା, ଭୁବନେଶ୍ୱରରେ ମଧ୍ୟ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ନାଚୁଛନ୍ତି ମଦ୍ୟପ ଗ୍ରାହକ ମଧ୍ୟ। ପରବର୍ତ୍ତୀ ଖବର ହଉଛି ପଳାଶୁଣୀରେ ହେବ 6ଟି ଲେନ୍ ରାସ୍ତା, ନିର୍ମାଣ କରାଯିବ ଆଉ ଏକ ନୂଆ ବ୍ରିଜ। ପଳାଶୁଣୀ ହଂସପାଳ ମଧ୍ୟରେ ବଢୁଥିବା ଟ୍ରାଫିକ ସମସ୍ୟାକୁ କମିବା ପାଇଁ ଆଉ ଏକ ବ୍ରିଜ ହେବ। ଭୁବନେଶ୍ୱର କଟକ ମଧ୍ୟରେ ଯାତ୍ରା କରୁଥିବା ଲୋକଙ୍କୁ ବଡ ସମସ୍ୟା ହେଉଛି। ଭିଡ ନିୟନ୍ତ୍ରଣ ପାଇଁ ପଳାଶୁଣୀରେ ଏବେ ନୂଆ ବ୍ରିଜ ନିର୍ମାଣ କରାଯିବ ବୋଲି ସୂଚନା ଦିଆଯାଇଛି। ଏନଏଚଏ କହିଛି 25 କୋଟି ଟଙ୍କା ବ୍ୟୟବରାଦ ମଧ୍ୟ ହୋଇଛି। 1.5 ବର୍ଷରେ କାମ ସାରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ପରବର୍ତ୍ତୀ ଖବର ମୁଖ୍ୟମନ୍ତ୍ରୀଙ୍କର ବଡ ଘୋଷଣା, ଭତ୍ତା ଟଙ୍କା ତ ବଢିବ। ଏସଏଚଜି ମହିଳାଙ୍କୁ ଏବେ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ମିଳିବ। ସେପଟେ ସରକାର କହିଛନ୍ତି ଯେ ଛାତ୍ରଛାତ୍ରୀ, କୃଷି ଏବଂ ମହିଳାକୁ ଗୁରୁତ୍ୱ ଦିଆଯାଇଛି। ବିଶେଷ କରି ଚାଷୀ ମାନଙ୍କୁ ମଧ୍ୟ ସହାୟତା ମିଳିବ। ସିଏମ କିଷାନ ଟଙ୍କା ଖୁବ୍ ଜଲ୍ଦି ଆସୁଛି। ତା ସହିତ ପିଏମ କିଷାନ ଟଙ୍କା ମଧ୍ୟ ହୋଲି ପୂର୍ବରୁ ମିଳିଯିବ। ଯେଉଁମାନେ ଇ କେୱାଇସି କରିନାହାନ୍ତି ତୁରନ୍ତ କରିଦିଅନ୍ତୁ, ଯାହାଫଳରେ 2ଟି କିସ୍ତି ଏକା ସାଙ୍ଗରେ 4000 ଟଙ୍କା ମଧ୍ୟ ପାଇପାରିବେ।
ତା ସହିତ ରାସନ କାର୍ଡକୁ ନେଇକି ବଡ ଅପଡେଟ, ଏଣିକି ରାସନ କାର୍ଡ ଇ କେୱାଇସି ଫେବୃଆରୀ ଶେଷ ତାରିଖ, ତା ପୂର୍ବରୁ କରିଦିଅନ୍ତୁ, ନହେଲେ ଆପଣଙ୍କ ରାସନ କାର୍ଡ କଟିଯିବ। ଭୂତ ହିତାଧିକାରୀଙ୍କ ନାମ ମଧ୍ୟ କଟିଛି, 5 ଲକ୍ଷ ହିତାଧିକାରୀ ନାମ କଟିଛି। ଏବେ ରାସନ କାର୍ଡରେ ମଧ୍ୟ ନୂଆ ସୁବିଧା ମିଳୁଛି। ଯେଉଁମାନେ ନୂଆ ଆବେଦନ କରିଛନ୍ତି ତାଙ୍କୁ ରାସନ କାର୍ଡ ମିଳିଯିବ। ତା ସହିତ ଯୋଉମାନେ ଆର୍ଥିକ ସ୍ୱଚ୍ଛଳ ନାହିଁ, ଇନକମ ଜିରୋ, ତାଙ୍କୁ ରାସନ କାର୍ଡରେ 1,000 ଟଙ୍କା ସହାୟତା ମିଳିବ। ତେବେ ଇଏ ଥିଲା ଆଜିର ଦେଶ ବିଦେଶ ରାଜ୍ୟର କିଛିଟା ଖବର। ଯଦି ଖବରଟି ଭଲ ଲାଗେ ନିଶ୍ଚିତ ଲାଇକ୍ କରିବେ, ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ କରିବା ପାଇଁ ଭୁଲିବେ ନାହିଁ। ଜୟ ଜଗନ୍ନାଥ।